ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଷ୍ଟଡି ଗୁରୁ ଓଡ଼ିଶା ଚ୍ୟାନେଲକୁ ସାଦର ସ୍ୱାଗତ। ଆଜି ଗୋଟେ ଗୁରୁତ୍ୱପୂର୍ଣ୍ଣ ଟପିକ ଉପରେ ଆଲୋଚନା କରିବା। ପ୍ରବନ୍ଧ ବା ରଚନା ଲେଖିବା ପାଇଁ ପ୍ରାୟତଃ ପିଲାମାନଙ୍କ ମନରେ ଆଗ୍ରହ ସୃଷ୍ଟି ହେଉନାହିଁ। ଯଦି ବି ସୃଷ୍ଟି ହେଉଛି ଆମେ ତାକୁ ଅଣଦେଖା କରିଦେଉଛନ୍ତି। କିନ୍ତୁ ଗୋଟିଏ ଭଲ ପ୍ରବନ୍ଧ ବା ରଚନା ଲେଖିବା ପାଇଁ ବିଶେଷ ଭାବରେ କିଛି ଦିଗ ପ୍ରତି ଆମେମାନେ ସଚେତନ ରହିବା ଆବଶ୍ୟକ। ଆଜିର କ୍ଲାସରେ ଦେଖିବା ଆମେ ପ୍ରବନ୍ଧ ଲେଖିବାର କୌଶଳଟିକୁ ଭଲ ଭାବରେ ବୁଝିବା। ମୁଖ୍ୟତଃ ଛାତ୍ରଛାତ୍ରୀମାନଙ୍କର ମୌଳିକ ଚିନ୍ତନ ଓ ସୃଜନଶୀଳତା ବୃଦ୍ଧି ନିମିତ୍ତ ପ୍ରବନ୍ଧ ରଚନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଏହାକୁ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କରି କର୍ତ୍ତୃପକ୍ଷ ଏକ ମହତ୍ ଉଦ୍ଦେଶ୍ୟ ପରିପୋଷଣ କରିଛନ୍ତି। ବ୍ୟୁତ୍ପତ୍ତିଗତ ଦୃଷ୍ଟିରୁ ବିଚାର କଲେ ପ୍ରବନ୍ଧ ଶବ୍ଦଟି ପ୍ର ଉପସର୍ଗ ରହି ବନ୍ଧ ଧାତୁ ଏବଂ ଅ ପ୍ରତ୍ୟୟ ଯୁକ୍ତରେ ଅର୍ଥାତ୍ ପ୍ରକୃଷ୍ଟ ଭାବରେ ଏହା ପ୍ରବନ୍ଧ ବା ଏକ ରଚନାକୁ ବୁଝାଏ। ଏଥିରେ ଭାବଗତ, ଚିନ୍ତନଗତ ଓ ଯୁକ୍ତିଗତ ଶୃଙ୍ଖଳା ରହିଥାଏ। ସେହି ଦୃଷ୍ଟିରୁ ଛାତ୍ରଛାତ୍ରୀମାନେ ନିମ୍ନୋକ୍ତ ଦିଗ ପ୍ରତି ଦୃଷ୍ଟି ଦେଇ ପ୍ରବନ୍ଧ ଲେଖିବାର ଆବଶ୍ୟକତା ରହିଛି। କୋଉ ଦୃଷ୍ଟି ଦେବେ କୋଉ ଦିଗ ପ୍ରତି? ନା ଯଥା ବିଷୟ ବସ୍ତୁଗତ ଶୃଙ୍ଖଳା ପ୍ରତି ଧ୍ୟାନ ଦେବା ଆବଶ୍ୟକ। ନିହାତି ଭାବରେ ପ୍ରଥମେ ଆମକୁ ଟପିକଟି ବୁଝିବାକୁ ପଡ଼ିବ ଯେ କ'ଣ ଦେଇଛି, ପ୍ରସଙ୍ଗଟା କ'ଣ ଦେଇଛି। ତାପରେ ନିଜସ୍ୱ ଚିନ୍ତାଧାରାକୁ ଉନ୍ନତ ଚିନ୍ତାଧାରାରେ ଆମକୁ ପରିବର୍ତ୍ତନ କରିବାକୁ ପଡ଼ିବ। ଯେଉଁ ଭାବବିନ୍ଦୁ ଗୁଡ଼ିକୁ ଆମେ ବିଷୟବସ୍ତୁକୁ ନେଇ ଆମ ମନରେ ଭାବି ସାରିଛେ, ସେହି ଭାବ ବିନ୍ୟାସର ସମତା ପ୍ରକାଶ ପାଇବା ଆବଶ୍ୟକ। ଏବଂ ଯେଉଁ ମନର ଭାବନାଟାକୁ ଆମେ ପ୍ରକାଶ କରିବା, ସେହି ପ୍ରକାଶ ଭଙ୍ଗୀରେ ସାବଲୀଳତା ଓ ସଠିକତା, ସୁବୋଧ୍ୟ ଭାଷା ପ୍ରୟୋଗ, ପ୍ରସ୍ତାବନା, ବିଷୟର ଧାରା ଓ ଉପସଂହାର ଇତ୍ୟାଦିରେ ଶୃଙ୍ଖଳିତ ଚେତନା ରହିବା ଯୁକ୍ତିଯୁକ୍ତ। ତେଣୁ ଛାତ୍ରଛାତ୍ରୀମାନଙ୍କୁ ମନେ ରଖିବାକୁ ହେବ ଯେ ପ୍ରବନ୍ଧର ଉପକ୍ରମରେ ବର୍ଣ୍ଣିତ ବିଷୟର ପ୍ରବନ୍ଧର ଆତ୍ମିକ ବିଭବରେ ବା ବିଷୟ ଅବତାରଣାରେ ଯୁକ୍ତିସିଦ୍ଧ ତଥା ପ୍ରାସଙ୍ଗିକତା ବର୍ଣ୍ଣିତ ହେବ। ଏହାର ଅର୍ଥ ହେଉଛି ଆମକୁ ଉପକ୍ରମରେ କିଛି ହିଣ୍ଟସ୍ ଦେଇଦେବାକୁ ପଡ଼ିବ ବା ସୂଚନା ଆମେ ଏଭଳି ଭାବରେ ଦେଇଥିବା ଯେପରି ଗୋଟେ ପାଠକଟିଏ ପଢ଼ିଲା ସମୟରେ ସେ ଜାଣିପାରିବ ଯେ ଆମେ କେଉଁ କେଉଁ ଦିଗ ପ୍ରତି ଆମ ଭାବନାକୁ ସଚେତନ କରାଇଛେ ଏବଂ ଉପସଂହାରରେ ନିଜସ୍ୱ ଚିନ୍ତା ଚେତନାର ସୁଷ୍ଠୁ ଅଭିବ୍ୟକ୍ତ କରିବାକୁ ହେବ। ଆମ ରାଜ୍ୟ ସରକାର ନବମ ଓ ଦଶମ ଶ୍ରେଣୀ ନିମନ୍ତେ ଯେଉଁ ମାର୍କିଂଟାକୁ ଡିଷ୍ଟ୍ରିବ୍ୟୁସନ୍ କରିଛନ୍ତି ବା ମାର୍କଟାକୁ ଭାଗ କରିଛନ୍ତି, ତାହାକୁ ବର୍ତ୍ତମାନ ଆମେ ଆଲୋଚନା କରିବା। ତେଣୁ ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶ ଅନୁଯାୟୀ ଆମର ଛାତ୍ରଛାତ୍ରୀମାନେ ନିର୍ଦ୍ଧାରିତ ଶବ୍ଦ ପ୍ରାୟ 200 ଶବ୍ଦ ମଧ୍ୟରେ ପ୍ରବନ୍ଧଟି ରଚନା କରିବେ। ତାଠୁ ଅଧିକା ଶବ୍ଦରେ ଆମର ଲେଖିବାର ଆବଶ୍ୟକତା ନାହିଁ। ଯଦିଓ ସମୟ ବଳକା ହେଉଛି, ଲେଖିଲେ ମଧ୍ୟ କିଛି ଦୋଷାବହ ନୁହେଁ। ତେଣୁ ପ୍ରବନ୍ଧଟିକୁ ଅନାବଶ୍ୟକ ଭାବେ ଦୀର୍ଘ ମଧ୍ୟ କରିବା ଉଚିତ ନୁହେଁ, ସମୟ ସାପେକ୍ଷ ହୋଇନଥିବା ହେତୁ। ପ୍ରବନ୍ଧରେ ଉପକ୍ରମ, ବିଷୟ ବିନ୍ୟାସ ଓ ଉପସଂହାର ଯଥା ଉଚିତ ଭାବରେ ଲେଖିବାକୁ ପଡ଼ିବ। ଯାହା ପଚାରିଛି ଆମକୁ ସେହି ବିଷୟରେ ଲେଖିବାକୁ ପଡ଼ିବ। ଏବଂ ସବୁଠାରୁ ମୁଖ୍ୟ କଥାଟି ହେଉଛି ପ୍ରବନ୍ଧଟିକୁ ଆକର୍ଷଣୀୟ କରିବା ନିମିତ୍ତ ଯଥାସ୍ଥାନରେ ଯଶସ୍ୱୀ ସାହିତ୍ୟିକ ଏବଂ ମହାପୁରୁଷମାନଙ୍କର ଅବିସ୍ମରଣୀୟ ପଙ୍କ୍ତିମାନ ବା ଧାଡ଼ି ଗୁଡ଼ିକୁ ବା ସେମାନଙ୍କର ମହନୀୟ ବାଣୀ ଗୁଡ଼ିକୁ କିମ୍ବା ଉଦ୍ଧୃତି ଗୁଡ଼ିକୁ ଗ୍ରହଣ କରାଯାଇ ଲେଖିପାରିଲେ ଅତ୍ୟନ୍ତ ଉଚ୍ଚକୋଟୀର ଲେଖାଟିଏ ମଧ୍ୟ ହୋଇପାରିବ। ଅଯଥା ଶବ୍ଦାଡ଼ମ୍ବର ପ୍ରଦର୍ଶନ ଓ ଭାଷା ପ୍ରୟୋଗରେ ଆଳଙ୍କରିକତାର ଅପପ୍ରୟୋଗ ପ୍ରବନ୍ଧର ମାନ ହ୍ରାସ କରୁଥିବାରୁ ସେଥିପ୍ରତି ଆମକୁ ସତର୍କ ରହିବାକୁ ପଡ଼ିବ। ବନାନଗତ ଅଶୁଦ୍ଧି, ସୁନ୍ଦର ହସ୍ତାକ୍ଷର, ପ୍ରାସଙ୍ଗିକ ଉପସ୍ଥାପନା ଓ ଉପସଂହାରଗତ ସୌକର୍ଯ୍ୟ ପ୍ରତି ଗଭୀର ଧ୍ୟାନ ଦେବାକୁ ପଡ଼ିବ। ଲେଖିଲା ସମୟରେ ଯେପରି ବନାନ ଅଶୁଦ୍ଧି ନ ହୁଏ, ସୁନ୍ଦର ଅକ୍ଷର କରିକି ଆମେ ଲେଖିବାକୁ ଚେଷ୍ଟା କରିବା। ଶେଷରେ ଦେଖିବା ଆମର ମୂଲ୍ୟାଙ୍କନ କ୍ଷେତ୍ରଟିକୁ କିଭଳି ଭାବରେ ମୂଲ୍ୟାଙ୍କନ କରାଯାଇଥାଏ। ମାଧ୍ୟମିକ ଶିକ୍ଷା ପରିଷଦ
ଓଡ଼ିଶା କର୍ତ୍ତୃପକ୍ଷଙ୍କ ମୂଲ୍ୟାୟନ ପଦ୍ଧତି ଅନୁଯାୟୀ ଉପକ୍ରମ ଲେଖିବା ନିମିତ୍ତ 2 ନମ୍ବର ଦିଆଯାଇଥାଏ। ତତ୍ସହିତ ବିଷୟବସ୍ତୁର ଯଥାର୍ଥ ବିନ୍ୟାସ ବା ବର୍ଣ୍ଣନା ନିମିତ୍ତ 6 ନମ୍ବର ଏବଂ ଉପସଂହାର ନିମିତ୍ତ 2 ନମ୍ବର ମିଳିଥାଏ। ଅର୍ଥାତ୍ ପ୍ରବନ୍ଧଟିର ମୂଲ୍ୟ 10 ନମ୍ବର ରହିଥାଏ।